JN1 କରୋନାର ଆଉ ଗୋଟେ ନୂଆ ରୂପ। କେରଳର ଏକ ବୟସ୍କ ଲୋକଙ୍କର ଚିହ୍ନଟ କରାଯାଇଛି। ତାଙ୍କର ଲକ୍ଷଣ ସାମାନ୍ୟ ଥିଲା ଓ ସେ ସମ୍ପୂର୍ଣ୍ଣ ସୁସ୍ଥ ଅଛନ୍ତି। JN1କୁ ଆମେରିକାରେ ସେପ୍ଟେମ୍ବରରେ ଚିହ୍ନଟ କରାଯାଇଥିଲା। ଏବେ ପର୍ଯ୍ୟନ୍ତ ଭାରତକୁ ମିଶାଇ 38ଟି ରାଷ୍ଟ୍ରରେ ଚିହ୍ନଟ କରାଯାଇଛି। JN1କୁ ଭେରିଆଣ୍ଟ ଅଫ୍ ଇଣ୍ଟରେଷ୍ଟ କୁହାଯାଉଛି। ଏହା ଇନଫେକ୍ସନକୁ ବହୁତ ସ୍ପ୍ରେଡ୍ କରିବ ଓ ସିରିୟସ୍ ଇନଫେକ୍ସନ୍ କରିବ ଏମିତି ପ୍ରମାଣ ଏବେ ନାହିଁ। ଭ୍ୟାକ୍ସିନ୍ ଏବଂ କୋଭିଡ୍ର ଟ୍ରିଟମେଣ୍ଟ JN1 ପାଇଁ କାର୍ଯ୍ୟ କରିବ ବୋଲି କୁହାଯାଉଛି। ଗୁଡ଼ାଏ ରାଷ୍ଟ୍ରରେ ଓ କେରଳରେ ମଧ୍ୟ ଇନଫେକ୍ସନ୍ ବଢ଼ୁଛି। ଏବେ ପର୍ବପର୍ବାଣୀର ସମୟ, ବ୍ୟସ୍ତ ହେବା ମୋଟେ ଉଚିତ ନୁହଁ, କିନ୍ତୁ ସତର୍କ ରହିବାକୁ ପଡ଼ିବ। ଗହଳି ଜାଗାକୁ ଯିବା ନାହିଁ। ଯଦି ଯିବା ମାସ୍କ ପିନ୍ଧିବା। ଲକ୍ଷଣ ହେଲେ ପରୀକ୍ଷା କରି ଚିକିତ୍ସା କରାଇବା। ଖ୍ରୀଷ୍ଟମାସ ଏବଂ ନୂଆବର୍ଷର ସେଲିବ୍ରେସନ୍ କରିବା, କିନ୍ତୁ ଇନଫେକ୍ସନ୍ ନ ବଢ଼ୁ ଏଥିପାଇଁ ଧ୍ୟାନ ଦେବା।